ଦେଖୁଛ? ନାଇଁ ତ। ହଁ ସତ କୁହ, ତମେ ଯୀଶୁଙ୍କ ଶିଷ୍ୟ ନୁହଁ? ତମେ ମିଛ କହୁଛ, ମୁଁ ଜାଣିନି ସେ କିଏ। ଏବେ ତ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ମିଳିବ। ମାତ୍ର ସିଏ ଏମିତି ଅପରାଧ କଣ କଲା? ଏ କଥା କାୟଫା ଯଦି ଶୁଣିନେବେ ପ୍ରଥମେ ତୁମେ ହିଁ ମରିବ। ଏଥିରୁ କଣ ମିଳିବ ହୋ? ଏହାର ବିଚାର ଯାହା ହେଉଛି ତ ଭିତରେ ହିଁ ହଉଛି। ଠିକ କଥା। କଣ ହବ? ଯୀଶୁଙ୍କ ସାଙ୍ଗରେ ଗୋଡେଇଲା ବେଳା ତୁମେ ଜଣେ ନୁହେଁ ତ? ନାଇଁ ତ, ମୁଁ ତ କେବେ ଦେଖିବି ନାହିଁ ତାଙ୍କୁ। ଆଉ ଟିକେ ଯାଇଥିଲେ ତମର ଛୁଟି ହେଇଯାଇଥାନ୍ତା। କ୍ଷମା କରିବେ, ତମକୁ କୋଉଠି ଦେଖିଛି? ଏ ସମୟ ତମେ ଯୀଶୁଙ୍କ ସାଥିରେ ଥିଲ ନା? ଯୀଶୁଙ୍କୁ ତ ମୁଁ ବିଲକୁଲ ଜାଣି ନାହିଁ। ଯାହା ମୁଁ କହିଲି ଅବଶ୍ୟ ଘଟିବ ପିତର। ରାତିରେ ତୁମେ 3 ଥର ଅପେକ୍ଷା କରିବ, ତାପରେ ଯାଇ କୁକୁଡ଼ା ଡାକିବ। କ୍ଷମା କର ଗୁରୁବର, କ୍ଷମା କର। ସବୁ କଥା ସତ୍ୟ ହେଲା। ଆପଣଙ୍କୁ ଜାଣି ନାହିଁ ବୋଲି 3 ଥର ସ୍ୱୀକାର କରି ସାରିଲିଣି। କ୍ଷମା କର ଗୁରୁବର, କ୍ଷମା କର। କ୍ଷମା କର ଗୁରୁବର, କ୍ଷମା କର। କ୍ଷମା କର ଗୁରୁବର, କ୍ଷମା କର। ତାକୁ ମୃତ୍ୟୁଦଣ୍ଡ ମିଳିଲେ ବି କିଛି ଲାଭ ହେବ ନାହିଁ। ସେ ଦଣ୍ଡଟା ଆଇନ ନ ହେବା ଯାଏ ଆମ ଶୋଇବା ବି ମୁଖ୍ୟ। ପ୍ରଧାନ ଯାଜକ ହୋଇବି ଆପଣ କହୁଛନ୍ତି ମୃତ୍ୟୁଦଣ୍ଡ ପାଇକରି ମଧ୍ୟ ସେ ବଞ୍ଚିପାରିବେ? ନା ଯହୁ, ଦଣ୍ଡ ଦେବାର କାମଟା ଆମର, ଆଉ ଆଇନ କର ହକ୍ ତ ହେରୋଦ ମହାରାଜାଙ୍କର। ଜାଣେନି କାହିଁକି ତାର ବି ଦାୟିତ୍ୱ ସେ ରାଜପ୍ରତିନିଧି ପିଲାତୁଙ୍କୁ ଦେଇଦେଇଛନ୍ତି। କିଛି କଥା ନାହିଁ, ଧନ ଆମମାନଙ୍କ ହାତରେ ଅଛି ତ ଭାବ, ନ୍ୟାୟ ବି ଆମମାନଙ୍କ ହାତରେ ଅଛି। ତୁମେ ସବୁ ମୋର ଈଶ୍ୱରଙ୍କ ବିଶ୍ୱସ୍ତ ପ୍ରତିନିଧି, ଆମର ସାଥୀ ସଦୃଶ, ଆମର ବିଚାରର ସମର୍ଥକ। ମନ୍ଦିରର ପୁରା ଧନ ଦୌଲତ ସ୍ୱାର୍ଥୀ ମନୁଷ୍ୟଙ୍କୁ ବାଣ୍ଟି ଦେଇ ତାଙ୍କୁ ପିଲାତଙ୍କ ପାଖକୁ ପଠେଇ ଦିଅ, ଆଉ ଆମ ବିଚାରର ସମର୍ଥନ କରାଅ। ସେଇ ପିଲାତଙ୍କ ସମ୍ମୁଖରେ ତୁମର କଣ୍ଠସ୍ୱର ଉଚ୍ଚ ରଖ। ପ୍ରଜାଙ୍କର ବାଣୀ ଈଶ୍ୱରଙ୍କ ବାଣୀ। ତୁମର ବିଚାର ମିଛ ନୁହେଁ, ଏହା ପିଲାତ ନିଜେ ମାନିବେ। ଆମ ଲୋକଙ୍କୁ ଭିତରେ ପହଞ୍ଚାଇବା କଥା ଏବେ ଭାବନ୍ତୁନି, ଯୀଶୁଙ୍କ ଲୋକଙ୍କୁ ବାହାରେ ଅଟକିବା କଥା ବି ଭାବନ୍ତୁ। ଏ କଥା ଆମ ଉପରେ ଛାଡ଼ି ଦିଅନ୍ତୁ। ମୋ ସାମ୍ନାରେ ଛିଡ଼ା ହେଇଥିବା ଅପରାଧ ଯୀଶୁଙ୍କୁ ପରୀକ୍ଷା କରି କ୍ଷମା କରି ଛାଡ଼ିଦେବା କି ଦୋଷଯୁକ୍ତ କରି ଦଣ୍ଡ ଦେଇଦେବା ଅଧିକାର ହେରୋଦ ମହାରାଜାଙ୍କର। ହେଲେ ସିଏ ଯେବେଠୁ ଯୋହନ ବାପ୍ତିଜୀଙ୍କର ଶିର କାଟିବାର ଆଦେଶ ଦେଲେ, ସେବେଠୁ ଅପରାଧୀମାନଙ୍କୁ ଦଣ୍ଡ ଦେବା ଛାଡ଼ିଦେଲେ। ଏହି ଅପରାଧୀ ଯୀଶୁଙ୍କ ମାମଲା ଯାଞ୍ଚ ମତେ କରିବାକୁ ହୁକୁମ ଦେଇଛନ୍ତି ସିଏ। ଯୀଶୁଙ୍କ ମକଦ୍ଦମା ମୁଁ ଶୁଣି ସାରିଛି। ସେତିକି ନୁହେଁ, ପ୍ରଧାନ ଯାଜକ କାୟଫାଙ୍କ ଦେବା ଦଣ୍ଡକୁ ବି ଶୁଣି ସାରିଛି। ହେଲେ ବିଚାର ଶୁଣିବା ଆଗରୁ ଯୀଶୁଙ୍କ ଅପରାଧ କାହାଣୀ ମୁଁ ନିଜେ ଜାଣିବାକୁ ଚାହୁଁଛି। ଏହାର ପୁରା ଘଟଣା ଶୁଣିବା ଲାଗି ପ୍ରଧାନ ଯାଜକ କାୟଫାଙ୍କୁ ମୁଁ ଅନୁରୋଧ କରୁଛି। ଯୋଗ୍ୟ ପିଲାତଙ୍କୁ ଏହି ପ୍ରଧାନ ଯାଜକର ଅଭିବାଦନ ସ୍ୱୀକାର ହେଉ। ଏ ଯୀଶୁ ଧର୍ମଦ୍ରୋହୀ ସମସ୍ତ ଭୂମଣ୍ଡଳ ଭୂତଳ ଜଳସ୍ଥଳର ସୃଷ୍ଟିକର୍ତ୍ତା, ସୂର୍ଯ୍ୟ ଚନ୍ଦ୍ରଙ୍କ ପ୍ରକାଶକର୍ତ୍ତା, ମାଟିରୁ ମଣିଷର ନିର୍ମାଣ କର୍ତ୍ତା, ଆଦି ମଧ୍ୟ ଅନ୍ତରହିତ ଲୟ ପ୍ରଳୟର ଶକ୍ତିଯୁକ୍ତ ଈଶ୍ୱରଙ୍କ ନିଜକୁ ପୁତ୍ର ବୋଲି କହୁଛି, ଧର୍ମଶାସ୍ତ୍ରର ବିରୋଧ କରୁଅଛି, ଭୂତ ପ୍ରେତ ଛଡ଼େଇ ଦଉଛି ମାୟା ଓ ମନ୍ତ୍ରର ଶକ୍ତି ଦ୍ୱାରା, ସରଳ ପ୍ରଜାଙ୍କୁ ବିପଥଗାମୀ କରୁଛି ତାଙ୍କର ସର୍ବନାଶକାରୀ ଈଶ୍ୱର ଦ୍ରୋହୀ ଯୀଶୁ। ଆପଣ କଣ ପ୍ରମାଣ ଦେଇପାରିବେ? କାହିଁକି ନୁହେଁ, ହଜାରେ ପ୍ରମାଣ ଅଛି। ଯହୋ ରାଜପ୍ରତିନିଧି ପିଲାତଙ୍କ ସେବାରେ ଗୋଟେ ପ୍ରମାଣ ପେଶ କର। ରାଜପ୍ରତିନିଧିଙ୍କୁ ପ୍ରଣାମ। ଏଇଟା ଧର୍ମଦ୍ରୋହୀ ମୋସା ବ୍ୟବସ୍ଥା ଧର୍ମ ବହୁତ ପୁରୁଣା, ତାହାକୁ ନଷ୍ଟ କରି ଏକ ନୂଆ ଧର୍ମ କଥା କହି ପ୍ରଜାଙ୍କୁ ବିପଥଗାମୀ କରୁଛି ଯୀଶୁ। ମାନେ
जदि पिता द्वारा रोपित गछ फल न धरे कौन ताको खाली कुपुत्र ही काटी पारे से प्रिय और सुपुत्र भी तो हो पारे ना ये आपण विचार हो पारे तेरे कौन परमेश्वर को महान मंदिर को भांगी जे 3 दिन गढ़ीदेव बोली कहबार साहस करुचे विद्रोही सर्वशक्तिमान परम पूज्य ईश्वर को प्रतिनिधि आमे कि सरल हृदय ईश्वर को मानि नौथुआ ये सब लोक मैंने हुए तो स्वीकार करेंगे ईश्वर को क्रोध जलईदेव समस्त पृथ्वी को ए सब कथा को अन्य भाव भी आम चिंता करिपरिबा ए सब कथा को आमे माने भी अन्य भाव चिंता करि परिबो ठीक ना राजप्रतिनिधि रोम राजप्रतिनिधि ये आमर धर्मर समस्या आमर भावना को आपण आदर करिवे एटा हमर विश्वास महाजाजक हनन आम रोम निवासी जीवदी को मध्य शासन करिथौ आमर विधान अनुसार प्रदान सब धर्म को गौरव दबा आम आम मुख्य कर्तव्य बुझीथौ जदि से दोष कर धर्मर नियम को भांगी धर्मद्रोही होता तेज धर्म बाहर करदेवार अधिकार तुमर मात्र जन निरपराधी को मृत्यु दंड देवार अधिकार मोर ना आपणकर भूल हो गला राजप्रतिनिधि अपराधी केवल धर्मद्रोही नुहति राजद्रोही मध्य सर्वशक्तिमान रोम साम्राज्य को नष्ट करने लगी प्रजा को मताउछंती विद्रोह करुछंती जनता को क्रांति पाठ पढ़ेला वाला से असल राजद्रोही प्रमाण जाता এইটা সত এসব লোক কହୁଛନ୍ତି কাইসর আমার রজা নুহନ୍ତି নিজକୁ রজা কହି কর ଦେବାକୁ ମନା କରି ଦଉଛନ୍ତି ଲୋକଙ୍କୁ ମତାଉଛନ୍ତି ଏ କଥା ମୁଁ ନିଜ କାନରେ ଶୁଣିଛି सब पथर फिंगा लोक राजद्रोही नुहति फूल फिंगुवा सब लोक राजभक्त नुहति हेले जिहुदी राज बोली निजକୁ कही राज्य स्थापित करने लोक निसंदेह राजभक्त नुहति किंतु राजद्रोही अवश्य पूज्यवर तुमको जो दोष दि जाऊँगी कौन सत्य तुम्हें जेहुदीर राजा रूपे कौन राज्य स्थापन करने चाहछ मोर राज्य अलगा राज्यर स्थापन अलगा कौ राज्य सेटा नीति न्याय और समभाव जो अच्छी से राज्य मु चाहे ये स्थापन कर मते प्रेम करती जो माने अच्छा जेहुदी रक्षाकर्ता मसीह तमें कौन सही मु कहले विश्वास हबनी हेले भविष्य मानव पुत्र को सर्वशक्ति संपन्न ईश्वर डाहाण कड़े बसी तुम्हें समस्त दिन देख ताहले तुम्हें ईश्वर पुत्र ना आपण तो कहले बुझीगले ना राजप्रतिनिधि आम कथा विश्वास है से जहाँ कहले विश्वास करगले तो ए धर्मद्रोही राजद्रोही प्रजाद्रोही निजे कहते आज को अधिक की प्रमाण चाहते आमे मारिबु नहीं ये राजद्रोही धर्मद्रोही प्रजाद्रोही मृत्युदंड मिलवा उचित पूज्यवर सब किसी तुम शुणल ना कह से तुम पर जो अभियोग कर सब मिछ से मिछ दोष दौरान एम सब मिछ कहते कह पूज्यवर तुमर नीरवता ही मत नाचार करदेला तुम्हें कहबनी तो मुझे के उपाय तुमको साहाय्य करी कह मु तुमर परीक्षा नौ ना नीरव रही तमें मोर परीक्षा नौ सब बुझी सारा पर जीशु तो मत पूरापूरी निर्दोष मन होती खाली मत नुहे हेरोद राजा भी जीशु कौन दोष देखिले नहीं एथि मो पाक फैसला करने को पठे ठीक अच्छे जीशु प्रचार व्यस्त आपण अपराध सब्यस्त करने लगे ठीक कर आपण को खुशी लगी कोरोना प्रहार लगे हुकुम दूसरी
এই নির্দয় হিংসাকাণ্ডକୁ ଦେଖି ଏବେ ତ ଆପଣମାନଙ୍କ ମନ ଥଣ୍ଡା ହେଇଯାଇଥିବ। ନା ନା ତାଙ୍କୁ କୃଷ ଉପରେ ଚଢେଇଲେ ଆମମାନଙ୍କର ମନ ଶାନ୍ତି ହେଇଯିବ। ଶିଶୁଙ୍କୁ କୃଷରେ ଚଢେଇଦିଅ। ଠିକ ଅଛି, ତମ କଥାକୁ ମାନି ମୃତ୍ୟୁଦଣ୍ଡ ମୁଁ ଦେଇଦେଇପାରେ, ହେଲେ ଏଇ ନିସ୍ତାର ପର୍ବ ପରେ କୌଣସି ଏକ ମୃତ୍ୟୁଦଣ୍ଡ ରଦ୍ଦ କରି ତା ବଦଳରେ ମୋତେ କ୍ଷମା କରିବାର ଅଧିକାର ଅଛି ତମେ ଜାଣିଛ। ସେଥିଲାଗି ଆଜି ସେଇ ଆଇନ ପ୍ରୟୋଗ କରି ଯୀଶୁଙ୍କୁ କ୍ଷମା କରି ମୁକ୍ତି ପ୍ରଦାନ କରୁଛି ମୁଁ। ସେ ହେଇପାରିବନି। ଆପଣ ଚାହାନ୍ତି ତ ଅଧିକାର ପ୍ରୟୋଗ କରି ବାଳକକୁ ମୁକ୍ତି ଦିଅନ୍ତୁ। ଅବଶ୍ୟ ବାଳକକୁ ଛାଡ଼ି ଯୀଶୁଙ୍କୁ କୃଷରେ ଚଢ଼ାଅ। ବାରମ୍ବା ବିଦ୍ରୋହୀଙ୍କ ନେତା ପୁଣି ଓ ରାଜତ୍ୱ ତାକୁ ଛାଡ଼ି ପ୍ରଜାଙ୍କ ହୃଦୟର ରାଜା ଯୀଶୁଙ୍କୁ କୃଷ ଉପରେ ଚଢ଼େଇଦବ। ପ୍ରଜାଙ୍କ ହୃଦୟର ରାଜା ନୁହନ୍ତି ସେ। କାଇସରଙ୍କୁ ଆମେ ରାଜା ମାନୁଛୁ। ଯୀଶୁଙ୍କୁ କୃଷବିଦ୍ଧ କରିଦିଅ। ବାଳକଙ୍କୁ ଛାଡ଼ିଦିଅ। ପ୍ରଜାଙ୍କ ମତ ନ ମାନି ରାଜଦ୍ରୋହୀ ଯୀଶୁଙ୍କୁ ଛାଡ଼ିଦିଅ। ଯଦି ଆମେ ନାଲିଶ ନେଇ କାଇସରଙ୍କ ପାଖରେ ପହଞ୍ଚିଯିବୁ। ପ୍ରଜାଙ୍କ ମତକୁ ମାନିକରି ଯୀଶୁଙ୍କୁ କୃଷ ଉପରେ ଚଢ଼େଇ ଦିଅ। ସେଇ ପାପରୁ ମୋର ପିଲାପିଲିଙ୍କ ସହିତ ମୁକ୍ତ ହଉଛି ମୁଁ। ସେ ପାପ ଆମ ପିଲାଙ୍କ ଉପରେ ଲଦି ଦିଅ, କିନ୍ତୁ ଯୀଶୁକୁ କୃଷରେ ଚଢ଼ାଅ। ରୋମର ଚକ୍ରବର୍ତ୍ତୀ ରାଜାଙ୍କ ପ୍ରତିନିଧି ରୂପରେ ଯେହୁଦୀ ରାଷ୍ଟ୍ର ଉପରେ ଶାସନ କରୁଥିବା ପିଲାତ ମୁଁ ଆଜି ସର୍ବସମ୍ମତି କ୍ରମେ ନାଜରିତ ନିବାସୀ ଏହି ଯୀଶୁଙ୍କୁ ଯେହୁଦୀ ଧର୍ମ ମଣ୍ଡଳୀର ବିଚାର ଅନୁସାରେ ଚିନ୍ତା କରି ବର୍ତ୍ତମାନ କୃଷ ଉପରେ ଚଢ଼େଇବାକୁ ଆଜ୍ଞା ଜାରି କରୁଛି।